ହୀରାକୁଦ ଜଳରେ ଦେଖାଦେଲା ଏକ ଭୟଙ୍କର ଜଳପରୀ। ଚିତଳ ମାଛ ପରେ ପ୍ରଥମ ଥର ସାମ୍ନାକୁ ଆସିଲା ଜଳପରୀ। ମାଳିକା ବଚନ ସତ ହେଲା, ହୀରାକୁଦରୁ ଜଳପରୀ ବାହାରିଲା। ଆଉ କେଉଁଠୁ ଭାସି ଆସିଲା ଏଇ ଜଳପରୀ, ଲୋକେ ହେଲେଣି ଛାନିଆ। ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା, ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଏଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। ହଁ ଦର୍ଶକ ବନ୍ଧୁ, ବର୍ତ୍ତମାନ ସମୟରେ ଓଡ଼ିଶାରେ ଲଗାଣ ବର୍ଷା ସହ କାଳବୈଶାଖୀ ଲାଗି ରହିଛି। ଫଳରେ ଫୁଲି ଗଲାଣି ହୀରାକୁଦର ଜଳ। ଆଉ ଅକାତ ପାଣିରେ ଭରି ଯାଇଛି ହୀରାକୁଦ। ସେଥିପାଇଁ ହୀରାକୁଦରେ 10ଟି ଗେଟ୍ ଖୋଲା ଯାଇଛି। ଆଉ ସେଥି ମଧ୍ୟରୁ 8 ନମ୍ବର ଗେଟ୍ରୁ ମଧ୍ୟ ଅତି ଜୋରରେ ନିଷ୍କାସିତ ହେଉଥିଲା ଜଳ। ଆଉ ହଠାତ୍ ସେଇ 8 ନମ୍ବର ଗେଟ୍ରୁ ବାହାରିଥିଲା ଏକ ଭୟଙ୍କର ଅଜବ ଜନ୍ତୁ, ଯାହାକି ଆଜି ଯାଏଁ ସାରା ଭାରତ ଅବା ବିଶ୍ୱରେ ଏପର୍ଯ୍ୟନ୍ତ ଏଭଳି ଦୃଶ୍ୟ ଦେଖିବାକୁ ମିଳିନାହିଁ। ଯାହାକୁ ଏବେ ଦେଖି ସ୍ଥାନୀୟ ଲୋକଙ୍କ ମନରେ ସୃଷ୍ଟି ହୋଇଛି କୁକୁଆ ଭୟ। ହଁ ଦର୍ଶକ ବନ୍ଧୁ, ଯାହା ଆପଣ ସ୍ୱପ୍ନରେ ବି ଭାବି ନଥିବେ। 8 ନମ୍ବର ହୀରାକୁଦ ଗେଟ୍ ଖୋଲା ହେବା ପରେ ଅତ୍ୟଧିକ ଜଳସ୍ତରରେ ଦେଖା ଦେଇଛି ଜଳପରୀ। ଆଉ ଏଇ ଜଳପରୀର ଚର୍ଚ୍ଚା ଚାରିଆଡ଼େ ହେଉଛି। ଅର୍ଥାତ୍ ପିଲାଠୁ ବୁଢ଼ା ଯାଏଁ ସମସ୍ତଙ୍କ ପାଟିରେ ଖାଲି ଜଳପରୀର ଚର୍ଚ୍ଚା। ଆଉ ସେଇ ଜଳପରୀକୁ ଦେଖିବାକୁ ଶହ ଶହ ଲୋକଙ୍କର ଲମ୍ବା ଲାଇନ୍ ଲାଗିଛି। ଆଉ ଶହ ଶହ ଲୋକଙ୍କ ମନରେ ଖାଲି ଗୋଟିଏ ପ୍ରଶ୍ନ ଉଠୁଛି କି ଏଇ ଜଳପରୀ କେମିତି ଆଉ କେଉଁଠୁ ଭାସି ଆସିଲା ହୀରାକୁଦ ବନ୍ଧକୁ। ଆଉ 8 ନମ୍ବର ଗେଟ୍ ପାଖରେ ଘୁରି ବୁଲୁଥିବା ଜଳପରୀ ଦେଖି ଯିଏ କେହି ବି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। କାହିଁକି ନା ସାରା ପୃଥିବୀରେ ଏମିତି ଅଜବ ଆଉ ଭୟଙ୍କର ଦୃଶ୍ୟ କେବେ ବି ଦେଖିବାକୁ ମିଳିନଥିଲା। କିନ୍ତୁ କିଛି ବର୍ଷ ପୂର୍ବେ ବିଶାଖାପାଟଣାରୁ ଏବେ ଖବର ଆସିଥିଲା କି ମତ୍ସ୍ୟଜୀବୀଙ୍କ ଜାଲରେ ଅଣ୍ଟା ଉପରକୁ ମଣିଷ ଶରୀର ଆଉ ଅଣ୍ଟା ଅଧା ମତ୍ସ୍ୟ ଶରୀରର ଜୀବଟିଏ ପଡ଼ିଥିଲା। ଯାହାକୁ ଦେଖି ଧୀବରମାନେ ଭୟଭୀତ ହୋଇ ତାକୁ ସମସ୍ତେ ଜଳପରୀ ବୋଲି ମନରେ ଭାବି ନେଇଥିଲେ। ହେଲେ ଠିକ୍ ସେହିପରି ଏବେ 8 ନମ୍ବର ହୀରାକୁଦ ଗେଟ୍ ପାଖରେ ବିରାଟ ଜଳପରୀ ଖେଳୁଥିବାର ଭିଡ଼ିଓ ହେଉଛି ଭାଇରାଲ। ତେବେ ଏହି ଦୃଶ୍ୟ ହୀରାକୁଦର ବୋଲି ଚର୍ଚ୍ଚା ହେଉଛି। ପ୍ରବଳ ବର୍ଷା ହେବା ଦ୍ୱାରା ବନ୍ୟା ଜଳ ଛଡ଼ାଯିବା ପାଇଁ ପ୍ରଥମେ ହୀରାକୁଦର 8 ନମ୍ବର ଗେଟ୍ ଖୋଲା ଯାଇଥିବା ବେଳେ ହୀରାକୁଦର ଜଳଭଣ୍ଡାର ତୀବ୍ର ଗତିରେ ଜଳ ନିଷ୍କାସିତ ହେଉଥିଲା। ସେତେବେଳେ ଠିକ୍ ଏହି ଦୃଶ୍ୟ ସମସ୍ତଙ୍କ ସାମ୍ନାକୁ ଆସିଥିଲା। ଯାହାର ଅଧା ଶରୀର ମଣିଷ ଭଳି ହୋଇଥିବା ବେଳେ ଆଉ ବାକି ଶରୀର ମାଛ ଭଳି, ଯାହାକୁ ଆମେ ଓଡ଼ିଆରେ ଜଳପରୀ ବା ମତ୍ସ୍ୟକନ୍ୟା କହୁଥିବା ବେଳେ ଇଂରାଜୀରେ ଆମେ ତାକୁ ମର୍ମେଡ୍ ବୋଲି କହିଥାଉ। ତେବେ ଏହି ହୀରାକୁଦ ଭିତରେ ଏହି ଜଳପରୀ ଏମୁଣ୍ଡରୁ ସେମୁଣ୍ଡ ଯାଏଁ ଖାଲି ଖୋଜି ବୁଲୁଛି। କିନ୍ତୁ ଲୋକମାନଙ୍କୁ ଦେଖିବା ମାତ୍ରେ କୁଆଡ଼େ କେଜାଣି ଉଭାନ ହେଇଯାଉଛି। ତେବେ ଦର୍ଶକ ବନ୍ଧୁ, ଯଦି ହୀରାକୁଦର ଇତିହାସ ଉପରେ ନଜର ପକାଇବା ତେବେ ଏହି ହ୍ରଦ ଖୁବ୍ ପ୍ରାଚୀନ ଅଟେ। ଆଉ 1952 ମସିହାରେ ଏହି ହ୍ରଦର ନିର୍ମାଣ କାର୍ଯ୍ୟ 200 ଜଣ କାରିଗରୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏବଂ ଏହି ହ୍ରଦ ନିର୍ମାଣ ବେଳେ ଶହ ଶହ ଲୋକଙ୍କର ଜୀବନ ମଧ୍ୟ ଚାଲିଯାଇଛି। ତେବେ ବର୍ତ୍ତମାନ ସମୟରେ ପ୍ରବଳ ବର୍ଷା ଲାଗି ରହି ହୀରାକୁଦର ଉପର ମୁଣ୍ଡରେ ହୋଇଛି ଲଗାଣ ବର୍ଷା। ସେଥିପାଇଁ 10ଟି ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ। ତେଣୁ ଏହି ହ୍ରଦ ମହାନଦୀ ସହ ଜଡ଼ିତ ଥିବାରୁ ଏଠାରେ ବେଳେବେଳେ ଦେଖିବାକୁ ମିଳେ ଅଜବ ଆଉ ଭୟଙ୍କର ଦୃଶ୍ୟ। କେହି ଲୋକ ଏଠାରେ ପଞ୍ଚମୁଖୀ ନାଗ ଦେଖିଥିବା ବେଳେ ଆଉ କେହି ଚିତଳ ମାଛ ଆଉ ବଉଳା କୁମ୍ଭୀରର ଆତଙ୍କ ଦେଖି ଭୟଭୀତ ହୋଇଛନ୍ତି। ଆଉ ବର୍ତ୍ତମାନ ଲୋକେ କଳ୍ପନା କରିବାରେ ଲାଗିଛନ୍ତି କି ଆସିଗଲାଣି କଳିଯୁଗର ଅନ୍ତିମ ସମୟ। ତେବେ ଦର୍ଶକ ବନ୍ଧୁ, ପ୍ରକୃତରେ ଜଳପରୀ ହେଲା ଏକ ଭିନ୍ନ ପ୍ରଜାତିର ଜୀବ। ଦେଖିବାକୁ ପ୍ରାୟତଃ ଅଣ୍ଟା ଉପରକୁ ମଣିଷ ଭଳି, ଆଖି ନାକ ପାଟି ଭଳି ହୋଇଥିବା ବେଳେ ଅଣ୍ଟା ତଳକୁ ମାଛ ଭଳି ଚେହେରା। ସେମାନେ ଗଭୀର ସମୁଦ୍ର କିମ୍ବା ବଡ଼ ବଡ଼ ହ୍ରଦରେ ଜୀବନଯାପନ ମଧ୍ୟ କରିଥାନ୍ତି। ଆଉ ସେମାନେ ବଡ଼ ବଡ଼ ଲହଡ଼ି ଭାଙ୍ଗିବା ଉଦ୍ଦେଶ୍ୟରେ ଆସି ଲହଡ଼ିରେ ନଦୀର ଶେଷ ମୁଣ୍ଡ କୂଳ ପର୍ଯ୍ୟନ୍ତ ଭାସି ଆସିଥାନ୍ତି। ଆଉ ସେମାନେ ଫେରିବାର ବାଟ ନ ପାଇ ସେଇଠାରେ ମୃତ୍ୟୁବରଣ ମଧ୍ୟ କରନ୍ତି। ହେଲେ ଏବେ ଓଡ଼ିଶାରେ ଥିବା ହୀରାକୁଦରେ ଦେଖିବାକୁ ମିଳିଥିବା ଏହି ମତ୍ସ୍ୟକନ୍ୟା ଅବା ଜଳପରୀକୁ ନେଇ ଅନେକ ଲୋକଙ୍କର ଭିନ୍ନ ଭିନ୍ନ ପ୍ରକାରର ମତ ରହିଛି। କିଏ କହୁଛନ୍ତି ଏହି ଜଳପରୀଟି ମହାନଦୀର ଉପର ମୁଣ୍ଡରୁ ଭାସି ଆସିଥିବା ବେଳେ ଆଉ କିଏ କହୁଛନ୍ତି ପୂର୍ବରୁ ହିଁ ଏହି ହୀରାକୁଦରେ ଥିଲା ଏହି ମଣିଷ ରୂପୀ ଜଳପରୀ। ତେବେ ଦର୍ଶକ ବନ୍ଧୁ, ଏହି ଜଳପରୀକୁ ନେଇ
ଆପଣଙ୍କର କ'ଣ ରହିଛି ମତ ଆମକୁ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ବ୍ୟୁରୋ ରିପୋର୍ଟ ଓଡ଼ିଶା ନ୍ୟୁଜ୍।